କିନ୍ତୁ କିଛି ଆବଶ୍ୟକ ନଥାଇ ବାରମ୍ବାର ବାଥରୁମ ଆଜ୍ଞା ଯିବେ। ଓହୋ ଆଜି ଗୋଟେ ନୂଆ ଗୋଟେ ପ୍ରଥମ କରି ଖାସ କରି ଗୋଟେ ଆରମ୍ଭ କରୁଛୁ ଗୋଟେ ପଡକାଷ୍ଟ ଯେ ପ୍ରଥମେ ଆଜି ଆମେ ଏଫଏମ ୟୁନିଭର୍ସିଟିର ହଷ୍ଟେଲରେ ଅଛୁ ଆଉ ଏ ହଷ୍ଟେଲରେ ମୋ ସହିତ ଅଛନ୍ତି ଯେ କି ଦୁଃଖ ବନ୍ଧୁ ଆଉ ଦୁଃଖ ବନ୍ଧୁଙ୍କର ଆଜି ବୁଝିବା ଆଉ ଦେଖିବା ତାଙ୍କର କଣ କେମିତି ହଷ୍ଟେଲ ଲାଇଫ ର ଆଉ ତାଙ୍କୁ କିଛି କ୍ୱେଶ୍ଚେନ ପଚାରିବା ଆଉ ସେଇ ଅନୁସାରେ ଆମେ ବର୍ତ୍ତମାନ କଥା ହବା ଆଉ ଦୁଃଖ ବନ୍ଧୁ ଆଉ ତୁମେ ଏଫଏମ ୟୁନିଭର୍ସିଟିର କଣ କରୁଛ କୋଉ ଡିପାର୍ଟମେଣ୍ଟର କଣ ପଢୁଛ? ମୁଁ ଏଫଏମ ୟୁନିଭର୍ସିଟିର ଲାଙ୍ଗୁଏଜ ଲିଟରେଚର ଡିପାର୍ଟମେଣ୍ଟର ସେକେଣ୍ଡ ଇୟର ଛାତ୍ର। ଏବେ ମୋର ପଢା ଚାଲିଛି। ଆଉ ଆମେ ବର୍ତ୍ତମାନ ଆପଣଙ୍କୁ କିଛି କ୍ୱେଶ୍ଚେନ କରିବୁ ଯେ ହଷ୍ଟେଲ ଉପରେ ଆଉ ସେଇ ଅନୁସାରେ ଆପଣ ଉତ୍ତର ଦେବେ। ଠିକ ଆଉ ଅଛି। ପ୍ରଥମ କ୍ୱେଶ୍ଚନ ଟି ରହିବ କି ଯେହେତୁ ଏଫଏମ ୟୁନିଭର୍ସିଟିରେ ରହୁଛ ଆଉ କେମିତି କଣ ମାନେ ଏଠିକାର ସେଇ ଉପରେ କେବଳ କ୍ୱେଶ୍ଚନ ରହିବ। ଆଉ ଫାର୍ଷ୍ଟ କ୍ୱେଶ୍ଚନ ହଉଛି ୟୁନିଭର୍ସିଟିରେ ରହୁଛ ଆଜ୍ଞା। ଦେଖୁଥିବ ବହୁତ ଭଲ ଭଲ ଏପଟ ସେପଟ ଯିବା ଆସିବା ସବୁ ଠିକ ଠାକ ଚାଲିଛି ଆଉ ତମର ଗାଧୁଆ ପାଧୁଆର ରୁଟିନ କେମିତି କଣ ଅଛି? ଗାଧୁଆ ପାଧୁଆ ତ ସେମିତି କିଛି ନୁହଁ, ସପ୍ତାହରେ ଆମର 3 ଦିନ ଗାଧୁଆ। 3 ଦିନ ମାତ୍ର? 3 ଦିନ, ହଁ 3 ଦିନର ଗୋଟେ ଦିନ ଆମର ପାଣି ଆସେନି, ହଁ। ଆଉ 2 ଦିନ ମୋର ଇଚ୍ଛା ନାହିଁ ଆଉ। ଓହୋ ତାହେଲେ ଟୋଟାଲି ଆପଣ ଗାଧାନ୍ତି ନାହିଁ ମୋର। ସିଏ କହିଲେ ଚଳେ। ଓହୋ ତାହେଲେ ଠିକ ଅଛି। ଆଉ ଯେହେତୁ ୟୁନିଭର୍ସିଟିରେ ରହୁଛ ଆଉ ଯୋଉ ହଷ୍ଟେଲରେ ତମେ ରହୁଛ କେତେ ଜଣିଆ ରହୁଛ? ଆମ ହଷ୍ଟେଲରେ ଜଣକା 5ଟା, ମାନେ ଜଣେ ଗୋଟେ ରୁମରେ 5 ଜଣ ପିଲା 5 ରହିବେ। ଜଣ ରହୁଛ? 5 ଜଣ ରହିଲେ 5 ଜଣଙ୍କୁ ତ କଣ 5ଟା ବୋର୍ଡ ତ ଦିଆଯାଇନଥିବ? ନା, କେତେଟା ବୋର୍ଡ? ଗୋଟିଏ। ଗୋଟେ ବୋର୍ଡ ର 5ଟା ମୋବାଇଲ କେମିତି ଚାର୍ଜିଂ କରୁଛ? ସିଏ କିଛି ନୁହଁ, ମାନେ ଚାର୍ଜର ବ୍ୟବସ୍ଥା ସେମିତି କିଛି ନୁହଁ, ଗୋଟିଏ ତ ଅଛି। ତେଣିକି ଯିଏ ଆଗେ ବସେଇଲା ଆଉ 4 ଜଣ ତାକୁ ଅନେଇଥିବେ, ଦେଖିବା ଓହୋ କେତେବେଳେ ସରିବ, ଆଉ ତେଣିକି ଆଉ ଜଣେ ଚାର୍ଜର ବସେଇବ। ଓହୋ ତାହେଲେ ଏମିତି ତାହେଲେ ଘଟଣା। ହଁ। ଆଉ ୟୁନିଭର୍ସିଟି ଭିତରେ ରହୁଛ ଆଉ ବାହାର ଯାତାୟାତ ପାଇଁ କେମିତି କଣ ତମେ ଇଏ କରୁଛ? ନର୍ମାଲି ବସ୍ ଅଛି, ଯିବା ଆସିବା ପାଇଁ ବସ୍ ଆଭେଲେବୁଲ ଅଛି, କିନ୍ତୁ ସଣ୍ଡେ ଦିନ ଆମର ଖାଲି ମାର୍କେଟ ଯିବା ପାଇଁ ଗୋଟିଏ ବସ୍। ଗୋଟିଏ ବସ୍? ଗୋଟିଏ ବସ୍। ଗୋଟେ ବସରେ ଆଉ ଛାତ୍ରଛାତ୍ରୀ ସମସ୍ତେ କେମିତି କଣ ଯାଉଛ? ଯିବା ଆସିବା କଣ ଏଇଆ, କୋଉଦିନ ଗୋଟେ ବର୍ଷକୁ ଛାତ୍ରଛାତ୍ରୀ ସବୁ ସମ୍ଭାଳୁଛ? ସମ୍ଭାଳିବାକୁ ପଡୁଛି। ଏଠି କେତେବେଳେ ପୁଅ ପିଲା ଚଢି ଯାଉଛନ୍ତି, ତ କେତେବେଳେ ଝିଅ ପିଲା ଚଢି ଯାଉଛନ୍ତି। ଓହୋ ଯେତେବେଳେ ଯିଏ ଚଢିଲା ଆଉ ଗୋଟେ ବସରେ ଆଉ ଚଢିଲା ଆଉ। ଠିକ ଅଛି। ଆଉ ଯେ ୟୁନିଭର୍ସିଟି ଭିତରେ ଆଉ ଯୋଉ ଆଉ ରହିଲା ଯୋଉ ମାନେ ତମେ କେମିତି ମାନେ ଟିକେ ଯିବା ଭିତରିଆ ଯୋଉ ମାନେ ପ୍ରେମ ଫେମ କେମିତି କଣ କର? ପ୍ରେମ ଏଠି କଣ କେମିତି, କରେଣ୍ଟ ପଳେଇଲେ ବ୍ରେକଅପ୍ ହବ, ପୁଣି କରେଣ୍ଟ ଆସିଲେ ପ୍ୟାଚଅପ୍ ହେଇଯିବ। କେମିତି କରେଣ୍ଟ ପଳେଇ କରେଣ୍ଟ ସହିତ ପ୍ରେମର ସମ୍ପର୍କ କେମିତି? କରେଣ୍ଟ ପଳେଇଲେ ଏକାଳେ କଥା ହେଲା ବେଳେ ଶୁଣିଦେବେ, ଓହୋ ଭାଇନା ଯିଏ ଅଛନ୍ତି ତାଙ୍କର ଆଉ କିଏ ଅଛନ୍ତି। ଓହୋ ଠିକ ଠିକ। ଆଉ ହଷ୍ଟେଲ ଭିତରେ ଅଜଣା ଆଉ ସ୍ମୃତି କଣ ସେମିତି ଅଛି? ଅଜଣା ଗୋଟିଏ ତ ସତ୍ୟ ଗୋଟେ କଣ? ସତ୍ୟ ଗୋଟେ ଅଛି, କହିବା କଥା ନୁହଁ, ତଥାପି ଏଠି କହିବା। ଯୋଉ ସତ୍ୟ ହଉଛି ଗୋଟିଏ, କିଛି ପିଲାକୁ ଦେଖିଲେ ମାନେ ସେ ରୁମ ରେ ଥାନ୍ତି, କିନ୍ତୁ କିଛି ଆବଶ୍ୟକ ନଥାଇ ବାରମ୍ବାର ବାଥରୁମ ଆଜ୍ଞା ଯିବେ। ଓହୋ ବାଥରୁମ ଯାଆନ୍ତି ବାରମ୍ବାର କଣ ପାଇଁ? ସେ ଆଜ୍ଞା ଆଉ କହିହବ ନା, ତେଣିକି ଓହୋ ଯାହା ବୁଝିବେ ଆଉ। ତାହେଲେ ଠିକ ଅଛି। ତାହେଲେ ଏତେ ମତେ ତ ବାଉନ୍ସ କରିଗଲା, କାଳେ ଆଉ ଜାଣିଥିବେ ଆଉ ଆମ ଦର୍ଶକ ମାନେ ଯୋଉମାନେ ଦେଖୁଛନ୍ତି ସେ ନିହାତି ଜାଣିଥିବେ, ଯଦି ଜାଣିଥିବେ ତାହେଲେ କମେଣ୍ଟ କରିବେ ଆଉ। ନିଶ୍ଚୟ ନିଶ୍ଚୟ। ଆଉ ଏଇଥିଲା ଏଇ ଆପଣ ଦେଖୁଥିଲେ କି ୟୁନିଭର୍ସିଟି ଭିତରେ ଆମର ଏଇ ସବୁ ଯୋଉ ମାନେ ଏଠିକାର ହଷ୍ଟେଲ ରହିବା, ଆଉ ଏଇଟା ଥିଲା ଆମର ଫାଷ୍ଟ ଏପିସୋଡ। ଏଇଟା ଆମର ଗୋଟେ ଛୋଟ କ୍ଲିପ ସହିତ ଆମେ ଏଇଟା ଭିଡିଓଟାକୁ ଏଣ୍ଡ କରୁଛୁ। ଆଉ ଯଦି ଏଇ ଭିଡିଓଟି ଆପଣମାନଙ୍କୁ ଭଲ ଲାଗିଥିବ ତାହେଲେ ଲାଇକ୍ ସେୟାର ସବସ୍କ୍ରାଇବ ନିଶ୍ଚିତ କରିବେ, ଆମକୁ ମଧ୍ୟ ଆଗକୁ ଏମିତି ଭଲ ପାଇବେ। ଥ୍ୟାଙ୍କସ।